आज मते मिल जाइछन्ति सेई कुम्भीर भाई जहाको माकड़ ठकी देइकि गछकु चली जाइथिला। आपण पिलादिने शुणिथिबे निश्चय। मो जीवन में सबु सुखुआ देखिथिली, तिमी सुखुआ देखि नथिली। आज देखंतु एते बड़ तिमी माछ सुखुआ हेकि ओहळिछि। तापर ता पाखरे देखि पारुथिबे कोउ कोउ देशर कोन कोन सुखुआ केते केते रेट ए सब रेट लिखा ହେଇछि। ता आगु बढ़िला पर हारामी माकड़ मते मिली जाइछि, जो माकड़ कुम्भीर को बोका बनै गछकु पळैथिला कलिजा दबा आशारे। ता पर ता पाखकु देखिली मते मागुछि कोन बिमल अछि के तो पाखरे। ता सिठो देखिला बेले ता पाखे ताकू मना कर दे आगु बढ़ली। ଟିକେ ଆଗରେ ଦେଖିଲା ବେଳକୁ କୁମ୍ଭୀର ଆଉ ସାପ ଭାଇ ଦି ଜଣ ବସି କଥାବାର୍ତ୍ତା ହୁଅନ୍ତି, କାନ୍ଦୁଅନ୍ତି, କୁହନ୍ତି ଶୀତ ହେଉଛି ଆଉ ସହି ହଉନି। ତାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ହଁ ତମକୁ କମଳ ଦିଆହେବ କହିକି ଆଗକୁ ବଢ଼ିଲେ ଦେଖିଲା ବେଳକୁ ଗୋଟେ ଗଣ୍ଡା ନ ଖାଇ ନ ପିଇକି କଣ୍ଟା ଉଠିଗଲାଣି। ତାପରେ ଆଗକୁ ଦେଖିଲା ବେଳକୁ ଗୋଟେ ଉଟ ଟୁକି ଛିଡ଼ା ହେଇଛି। ତାପରେ ତା ପାଖକୁ ଗଲା ବେଳକୁ ଦେଖିଲା ତ ଅଣ୍ଡା ଥୁଆ ହେଇଛି। ଶୀତ ଦିନ ଅଣ୍ଡା ଖାଇବାକୁ ଇଚ୍ଛା ହେଲା। ଦେଖିଲା ବେଳକୁ ସେ ମୋତେ ସନ୍ଦେହ ଦୃଷ୍ଟିରେ ଅନେଇଛି, ତା ଅଣ୍ଡା ଚୋରି କରି ନେଇଯିବେ ବୋଲି। ମୁଁ କହିଲି ନାଇଁ ଭାଇ, ମୁଁ ତ ଅଣ୍ଡା ଚୋରି ଚାରି କରିବିନି କହିକି ମିଛ କଥା କହି ତା ଅଣ୍ଡାଟାକୁ ଆଣିକି ପଳେଇ ଗଲି, ଜାଣି ପାଇଲାନି। ତାପରେ ଦେଖିଲା ବେଳକୁ ଆଗରେ ଗୋଟେ ବଡ଼ ଶୁଖୁଆ ଉଡ଼ିଛି। ଏ କୋଉ ମାଛ ଶୁଖୁଆ ମୋତେ କମେଣ୍ଟରେ ଜଣେଇବେ। ଆଗରେ ମୋତେ ମିଳିଗଲେ କୁମ୍ଭୀର ଭାଇ। ସେ ମୋତେ ପଚାରିଲେ ମାଙ୍କଡ଼ର ଆଡ୍ରେସ୍। ମୁଁ କହିଲି କ'ଣ ହେଇଛି ଭାଇ? ନା ସେ ମାଙ୍କଡ଼ ମୋତେ 100 ବର୍ଷ ହେଲା ଠକି ଦେଇକିରି ଗଛ ଡାଳକୁ ଯାଇଛି ଯେ ଆଜି ମୋତେ କଲିଜା ଦେବାକୁ କହିକିରି ଆଜି ମୋତେ କଲିଜା ଦେଇନି। ସେଥିପାଇଁ ତାକୁ ଖୋଜି ଖୋଜି ମୁଁ ଭୁବନେଶ୍ୱର ଆସିଛି। ତା ଆଡ୍ରେସ୍ଟା ଜାଣିଛୁ ଯଦି ମୋତେ କହ। ମୁଁ କହିଲି ହଁ ଜାଣିଛି, ଆଗକୁ ଯାଇକି ବାଁକୁ ବୁଲିଯିବେ। ଏତିକି କହିକି ଆଗକୁ ବଢ଼ିଗଲି। ଦେଖି ପୁଣି ମାଙ୍କଡ଼ ପାଖକୁ। ମାଙ୍କଡ଼କୁ ପୁଣି ଗଲାବେଳକୁ ମୋତେ ପୁଣି ଆଉଥରେ ଶଳା ମାଙ୍କଡ଼ ମୋତେ ବିମଲ ମାଗୁଛି। ମୁଁ କହିଲି ବିମଲ ମୋ କତିରେ ଅଛି, ଦେବିନି।